ଯେତେବେଳେ ଆପଣ ଯେକୌଣସି ଜାଗାକୁ ଯାଉଛନ୍ତି କ'ଣ ଦେବେ କ'ଣ ନେବେ, ପତ୍ରଟିଏ ହଉ, ଫୁଲଟିଏ ହଉ, ଦୁବଟିଏ ହଉ, ଜଳଟିଏ ହଉ, ଭଗବାନଙ୍କ ଚରଣରେ ଅର୍ପଣ କରିକିନି ଆପଣ ପ୍ରାର୍ଥନା କରୁଛନ୍ତି। ସେମିତି ଭଗବାନଙ୍କର ଶରଣାପନ୍ନ ହବା, ଆମେ ସଂସାରକୁ ଯେଭଳି ଦେଖିଛନ୍ତି ବା ଭାବୁଛନ୍ତି, ଭଗବାନ ସଂସାରକୁ ସେଭଳି ଭାବେ ତିଆରି କରିନାହାନ୍ତି। ଆମ ଘର ସଂସାର, ପରିବାର, ସମ୍ପତ୍ତି, ବିପତ୍ତି ଏଇଗୁଡାକ ବିଷୟରେ ଠାକୁର କ'ଣ ବୁଝେଇବାକୁ ଯାଇଛନ୍ତି? ଯେ ସରକାର ରାସ୍ତା ତିଆରି କରିଛନ୍ତି, ତା ପାଇଁ ନିୟମ ରଖିଛନ୍ତି। ରାସ୍ତା କେମିତି ବ୍ୟବହାର କରିବ ନା, ବାମକୁ ମାଡ଼ି ଚାଲ, ଧୀରେ ଗାଡ଼ି ଚଳାଅ, ନିରାପଦରେ ତମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଏଣୁ ବାମର ବିପରୀତ ହେଲା ଡାହାଣ, ତାର ରହିଛି ସେଣ୍ଟର। ଏଇଠୁ ଏଣିକି ବାମ, ଏଇଠୁ ଏଣିକି ଡାହାଣ। ଫେରିଲା ବେଳେ ଆପଣ ଯାହାକୁ ଡାହାଣ କହିଥିବେ ସେଇଟା ବାମ ହୋଇଯିବ। ଦିଟା ରାସ୍ତା ରହୁଛି ଠିକ, କିନ୍ତୁ ରାସ୍ତା ବ୍ୟବହାର କରିବା ପାଇଁ ନିୟମ କରାଯାଇଛି। ଆମ ଶରୀର ଯିଏ ତିଆରି କରିଛନ୍ତି ସେ ତାକୁ ନିୟମ ରଖିଛନ୍ତି। ଆପଣ ସବୁ ମୌଳିକ କଥା ବୁଢ଼ୀ ବୁଢ଼ୀ ମା ମାନେ ସବୁ ସୁନ୍ଦର ଭାବରେ କହୁଥିବେ, କହିବେ ଆରେ ଖାଇ ଶୋଇଲେ ବଡ଼ ହୋଇ ଆୟୁ, ଖାଇ ଚାଲିଲେ ବଡ଼ ହୋଇ ବାୟୁ, ଖାଇ ବସିଲେ ବଡ଼ ହୋଇ ପେଟ, ଖାଇ ଖାଇଲେ ଜମର ଭେଟ। ଏଣୁ ଆମେ ଖାଦ୍ୟପେୟ କେମିତି ଗ୍ରହଣ କରିବା ଆମକୁ ଭାବିବାକୁ ହବନି କି ଚିନ୍ତା କରିବାକୁ ହବନି। ଆଗରୁ ତାର ନିୟମଟି ରଖିଛନ୍ତି। ରାସ୍ତା ଯିଏ ତିଆରି କରିଛି ତାକୁ ନିୟମ ରଖାଯାଇଛି। ଏଇଥିରେ ନିରାପଦରେ ଏବଂ ଲକ୍ଷ୍ୟ ସ୍ଥଳରେ ଆପଣ ପହଞ୍ଚିବେ। ବିପଦ ଅଛି, ବିପଦ ନାହିଁ, ଏମାନେ ଆସିବେ ଯିବେ। ଆଗ କେତେ ଶୀତ ହଉଥିଲା, ଏବେ ଆଉ ଅଛି କି? ଏଣୁ ତାଙ୍କ ଆଦେଶରେ ଯେତେବେଳେ ତାଙ୍କ ଆଦେଶରେ ଯିବ। ଆମର ଗୋଟିଏ ବର୍ଷ ପାଇଁ 6ଟି ଋତୁ ରଖାଯାଇଛି। ଏମାନେ କ'ଣ ସ୍ଥାୟୀ କି? ଏଇଠୁ ଆରମ୍ଭ ହେଲା, ଏଇଠି ଶେଷ। ଇଏ ବିଦା ହେଲେ ଆଉ ଗୋଟିଏ ଆସିବ। ଆମ ସମ୍ପଦ, ଆମ ବିପଦ, ଆମ ସୁଖ ଦୁଃଖ ଇଏ ଠିକ ରାଜପଥରେ ଯିବା ଭଳି। ଇଏ ଆସିଲେ ଇଏ ପୁଣି ଯିବେ, ଇଏ ଯିବେ, ଇଏ ଆସିବେ। ସୂର୍ଯ୍ୟ ଉଦୟ ହେଲେ ଅନ୍ଧାର ଚାଲିଗଲା, ସୂର୍ଯ୍ୟ ଅସ୍ତାଚଳକୁ ଗଲେ ଅନ୍ଧାର ଆଗମନ ହେଲା। ଏ କଥାର ପ୍ରସଙ୍ଗ ଯାହା ଆମ ଧନ, ଆମ ସମ୍ପତ୍ତି, ଆମ ସମସ୍ୟା, ଆମ ବିପଦ ସମ୍ପଦ, ଏମାନେ ରାସ୍ତାର ଯାତ୍ରୀ ଭଳି। ଏମାନେ ଆସିବେ ଯିବେ, ଏ ରହିବେ ନାହିଁ। ଦେଖିବେ ସାଧାରଣ ବ୍ୟବହାରିକ ଜ୍ଞାନ ଥିବ, ଯଦି ରାସ୍ତାରେ କୌଣସି ଭଦ୍ର ବ୍ୟକ୍ତି ଛିଡ଼ା ହେଇଥାଏ, ଗାଡ଼ି ନେଇକି ଛିଡ଼ା ହେଇ, ଆପଣ ରାସ୍ତାଟା କେମିତି ଛିଡ଼ା ହେଇଛନ୍ତି? ରାସ୍ତାଟା ଛିଡ଼ା ହେବା ପାଇଁ ତିଆରି କରାହେଇନି। ରାସ୍ତାରେ ଯିବ, ନହେଲେ ଆସିବ। ତମେ ଯଦି କଥା ହବ ରାସ୍ତାକୁ, ରାସ୍ତାରୁ ସାଇଟି ହେଲେ ତମେ କଥା ହବ, କେହି କମ୍ପ୍ଲେନ୍, କାହାରି ମନରେ ଆସିବନି, କାହା ବଚନକୁ ଯିବନି। ପ୍ରସଙ୍ଗ ଯେମିତି ଠାକୁର ଆମକୁ କୃପା କରିକିନି ତାଙ୍କ ତାଲିକାରେ ନାଁ ରଖିଛନ୍ତି। ଆଉ ତାଙ୍କ ଫଟୋରେ ଯେତେ ଆସନ୍ତି କ'ଣ ପାଇଁ? ଅଭିରାମ ପରମେଶ୍ୱର ସନାତନ ଧର୍ମ ସମ୍ମିଳନୀ, ତାଙ୍କ ପ୍ରସାଦ ପାଇବା, ତାଙ୍କୁ ଦେଖିବା, ତାଙ୍କ ଭକ୍ତ ମାନଙ୍କୁ ଦେଖିବା, ଭକ୍ତ ମାନେ ଦର୍ଶକ ମାନଙ୍କୁ ଦେଖି ଆମ ପରସ୍ପର ଗୋଟେ ସମ୍ବନ୍ଧ ରହିଛି। ଯାହାର ଯାହା ସହିତ ସମ୍ବନ୍ଧ ନାହିଁ ସେଠି ସେ ଯିବ ନାହିଁ। ଏଣୁ ଠାକୁରଙ୍କର ଏଇ ଯେଉଁ ଦର୍ଶନ ଧାରା ସଂସାର ପଥରୁ ସମ୍ପୂର୍ଣ୍ଣ ଅଲଗା। ଆମକୁ ଆମେ ଯୋଉଟାକୁ ବିଷୟା ବୋଲି ବୁଝିଛନ୍ତି,
ଠାକୁର ଆମକୁ କ'ଣ ବୁଝଉଛନ୍ତି? ଦେହଟି ହୋଇଛି ବିଷୟା ଇନ୍ଦ୍ରିୟ ମାନେ ଛନ୍ତି ପ୍ରଭୁ କାର୍ଯ୍ୟ ନ କରିବାରୁ ବିଷୟାରେ ଭୁଲନ୍ତି। ବିଷୟା କଲେ ଘର ସମ୍ପତ୍ତି ଜମି ବାଡ଼ି ଯେତେ ବସ୍ତୁ ଏମାନେ ବିଷୟ ନୁହନ୍ତି, ଭଗବାନ ତାଙ୍କ ସେବା ପାଇଁ ସବୁ ତିଆରି କରିଛନ୍ତି। ତମେ ତାକୁ ବିଷୟ ଭାବନି। ଦେହଟି ହେଉଛି ବିଷୟା ଇନ୍ଦ୍ରିୟ ମାନେ ଛନ୍ତି ପ୍ରଭୁ କାର୍ଯ୍ୟ ନ କରିବାରୁ ବିଷୟରେ ବିଣନ୍ତି। ଏତେ ଲୋକ ଥିଲେ କାହାକୁ କିଛି କଲେନି। ପୋଲିସ ଆସିଲା, ଏକ ଜଣକୁ ଆରେଷ୍ଟ କରି ନେଇଗଲା। ଲୋକ ସବୁ ଆଶ୍ଚର୍ଯ୍ୟ ହେଲେ, କହିଲେ କ'ଣ ହେଲା? ସେ ସତ୍ସଙ୍ଗରେ ବସି ତାକୁ ପୋଲିସ ଡାକି ଆରେଷ୍ଟ କରିକି ନେଲା। ନା ବସିଛି ସିନା ସତ୍ସଙ୍ଗରେ, ସେ ପୁରା ଅସତ୍ କାର୍ଯ୍ୟ କରିଥିବାରୁ ତା ନା ରିପୋର୍ଟ ଯାଇଛି। ଏଠି ଯେତେ ବସି କାହାକୁ କିଛି କହିନାହାନ୍ତି, ସିଧା ସଳଖ ଆସିଲେ ତାଙ୍କୁ ଆରେଷ୍ଟ କରି ନେଇଗଲେ। ଏହାର କାରଣ କ'ଣ? ପୁଣି ତାକୁ ନିୟମରେ ପୁଣି ତାକୁ ଛାଡ଼ି ଦିଆଗଲା। ନିୟମରେ ଆରେଷ୍ଟ କରାଗଲା, ପୁଣି ତାକୁ ସେ ନିୟମରୁ ସେ ଜେଲରୁ ପୁଣି ତାକୁ ମୁକ୍ତ କରାଗଲା। ଆଇନରେ ବନ୍ଧନ ହେଲା, ଆଇନରେ ମୁକ୍ତ ହେଲା। ଏଇ ଯୋଉ ଦିଓଟି ଅବସ୍ଥା ଆମ ଜୀବନ ପାଇଁ ଇଏ ହଉଛି। ସମସ୍ତଙ୍କୁ ପୋଲିସ ବାନ୍ଧିବା ପାଇଁ କି ଲାଠି କି ଗୁଳି ବାଟ ରଖିନାହାନ୍ତି। ଯିଏ ସୀମା ଲଙ୍ଘିଲା ତା ପାଇଁ ଏଇ ଜିନିଷ ରଖାଯାଇଛି। ଏଣୁ ଆମର ବନ୍ଧନର କାରଣ ଆମ କର୍ମ ହଉଛି ବନ୍ଧନ। ସେଇଥିପାଇଁ କହିଛନ୍ତି ଭାଗବତରେ ସୁନ୍ଦର ସୁନ୍ଦର କଥା ସବୁ ପ୍ରସଙ୍ଗ ରଖିଛନ୍ତି। କର୍ମ ଯେ ଅଧିକ ଲୋଡ଼ଇ ଚୋରଙ୍କ ପ୍ରାୟ ଦଣ୍ଡ ପାଇ। ଭଗବାନ କର୍ମ ଅନୁସାରେ ଆମକୁ ଦେଇଛନ୍ତି। ଆମେ ଯଦି ଏମାନଙ୍କୁ ଚୋର କାହିଁ ହେଲା, ଏମାନେ ଅଧିକ କରିବାରୁ ଆରୋପ କରିକିନି ପୋଲିସ ନବା। ଯାହା ଆମ ଦୁଃଖ ସୁଖର ଆମର ଯେତିକି ଦରକାର ଭଗବାନ ଆମକୁ ଠିକ ଦେଇଛନ୍ତି, କିନ୍ତୁ ଅଧିକ ଚାହିଁବାରୁ ଏହା ହିଁ ପରିଣାମ। କର୍ମ ଯେ ଅଧିକ ଲୋଡ଼ଇ ଚୋରଙ୍କ ପ୍ରାୟ ଦଣ୍ଡ ପାଇ। ଚୋରର ଅବସ୍ଥା ଯାହା ଆମେ ଅଧିକ ଚାହିଁବା ଠିକ ତାହା। ଏଣୁ ସବୁଦିନ ଭଳି ଆଜି ଦିନ ନୁହେଁ, ସବୁ ବାର ଭଳି ଆଜି ବାର ନୁହେଁ, ସବୁ ମାସ ଭଳି ଆଜି ନୁହେଁ। ଆଜି ହେଉଛି ପରମ ସୌଭାଗ୍ୟ, ପରମ ପିତା, ପରମ ଗୁରୁ। ଯେମିତି ଆଜି ଏହି ପବିତ୍ର ଦିବସରେ ଆମେ ସମସ୍ତେ ଠାକୁରଙ୍କ ପ୍ରସାଦ ପାଇବା, ଠାକୁରଙ୍କୁ ଦେଖିବା, ତାଙ୍କ ବାଣୀ ଶୁଣିବା, ସାଧୁସନ୍ଥ ମହାତ୍ମାଙ୍କୁ ଦର୍ଶନ କରିବା, ଏରା ସାଧାରଣ ନୁହେଁ। ଯେମିତିକି ଏଠି ଗେଟ୍ ନଥିଲା, ଗେଟ୍ କାହିଁକି? ଆଜ୍ଞା ତାଙ୍କର ପୁରା ବିଭାଘର କରୁଛନ୍ତି ପୁଅକୁ, ସେଇଥିପାଇଁ ଏତେ ଆୟୋଜନ। ଇଏ ପ୍ରସଙ୍ଗ ହେଉଛି ଠିକ ସେଇଭଳି। ଏତେ ଆୟୋଜନ କାହିଁକି? ଏଠିକି ଆସିଛ ଅଭିରାମ ଚେତନାରେ ଆମେ ଏଠି ସମସ୍ତେ ଆସନ୍ତି। ତାଙ୍କର ସନାତନ ଧର୍ମ ଶୈଳୀ, ସେ ପ୍ରସାଦ ପାଇବା, ସେ ଭକ୍ତମାନଙ୍କୁ ଦେଖିବା, ସେ ଭକ୍ତମାନେ ଆମକୁ ଦେଖିବା। କେତେ ବନ୍ଧୁବାନ୍ଧବ ମାଉସୀ ବହୁତ ଦିନ ଦେଖା ନାହିଁ, କ'ଣ ହେଲା ନା ମୁଁ ଶୁଣିଲି ଯେ ଏମିତି ରାଜନଗର ସମ୍ମିଳନୀ ହଉଛି ଆସିଲି। ଇଏ ବନ୍ଧୁ ମିଳନ ଉତ୍ସବ ଠିକ ଅଛି। ତାରି ମାଧ୍ୟମରେ ଠାକୁରଙ୍କ ଦର୍ଶନ, ବାଣୀ, ତାଙ୍କ ଭାବ ଆମ ଜୀବନ ପାଇଁ। ଯେମିତି ବ୍ୟାଟେରୀ ଚାର୍ଜ କଲେ ଆମ ମୋବାଇଲ ଆମେ ବ୍ୟବହାର କରୁଛନ୍ତି, ଇଏ ହେଉଛି ବ୍ୟାଟେରୀ ଚାର୍ଜ କଲା ଭଳିଆ। ଠାକୁର ଚାର୍ଜ କରିଦେବେ, ଆମ ମନରେ ସେଇ ଭଗବତ ଚେତନା ଜାଗ୍ରତ ହେଇକି ରହିବ ଏବଂ ଥିଲା, ଅଛି, ରହିଥିବ। ପୁଣି ସରିଗଲେ ପୁଣି ଚାର୍ଜ କରନ୍ତି, ଠିକ ସେଇଭଳି।
आम दिव्यचेतन कहले आमर अतिथि जी आथिले तांको आग खाइबा पीवा रहिबा चढ़िया दवा आमर तो घर कथा आम ठीक चाहिए खाइबा कि न खाइबा से कथा एणु अतिथि सत्कार अति देवतांकर भगवान सत्कार जहाँ से